ନମସ୍କାର ସାଙ୍ଗମାନେ। ମୁଁ ଆଜି ସଫଳତା ଏବଂ ସତ୍ୟତାର ପ୍ରମାଣ ବିଷୟରେ ଗୋଟିଏ ଛୋଟ କାହାଣୀ ଶୁଣେଇବି। ଶୁଣିବେ ତ? କାହାଣୀଟି ହେଉଛି ଏମିତି। ବାଣପୁର ନିକଟର ଗାଁରେ ସୁମନ ନାମର ଜଣେ ଛାତ୍ର ରହୁଥିଲା। ସେ ଦରିଦ୍ର ପରିବାରରେ ଥିଲା ମଧ୍ୟ ଅତ୍ୟନ୍ତ ପରିଶ୍ରମୀ ଓ ସତ୍ୟବାନ ଥିଲା। ପ୍ରତିଦିନ ସ୍କୁଲକୁ ଯାଇ ଶିକ୍ଷକଙ୍କ କଥା ଧ୍ୟାନରେ ଶୁଣୁଥିଲା ଓ ଘରକୁ ଫେରି ମାଙ୍କୁ ତାଙ୍କ କାମରେ ସହଯୋଗ କରୁଥିଲା। ଦିନକର କଥା, ସେ ସ୍କୁଲରୁ ଘରକୁ ଫେରିବା ବେଳେ ରାସ୍ତାରେ ଜଣେ ଲୋକଙ୍କ ପର୍ସ ପଡ଼ିଥିବାର ଦେଖିଲା। ତ ପର୍ସଟି ଖୋଲି ସେ ଦେଖିଲା ତାହାରେ ଅଧିକ ଟଙ୍କା ଓ କିଛି ଦରକାରୀ କାଗଜପତ୍ର ମଧ୍ୟ ଥିଲା। ସୁମନ ଚିନ୍ତା କଲା, ଏହି ଟଙ୍କା ନେଲେ ଆମ ଘରର ଅନେକ ଦୁଃଖ ଦୂର ହେବ। କିନ୍ତୁ ସେ ତତ୍କ୍ଷଣାତ୍ ମାଙ୍କ କଥା ମନେ ପକାଇଲା। ତାଙ୍କ ମା କ'ଣ କହିଥିଲେ? ତାଙ୍କ ମା ସବୁବେଳେ କହୁଥିଲେ, ଅନ୍ୟର ଜିନିଷ ନେବା ଭୁଲ, ସତ୍ୟ ପଥ ସବୁବେଳେ ଭଲ ଫଳ ଦିଏ। ସୁମନ ପର୍ସଟି ନେଇ ଗାଁର ସରପଞ୍ଚଙ୍କ ପାଖକୁ ଗଲା। କିଛି ସମୟ ପରେ ପର୍ସର ମାଲିକ ଆସିଲେ। ସେ ଅତ୍ୟନ୍ତ ଖୁସି ହୋଇଗଲେ ପିଲାର ପର୍ସଟି ଦେବାରୁ। କାରଣ ସେଇ ଟଙ୍କାରେ ତାଙ୍କର ଝିଅର ଔଷଧ କିଣିବାକୁ ଯାଉଥିଲେ। ପର୍ସ ଫେରିପାରି ସେ ଅତ୍ୟନ୍ତ ଖୁସି ହୋଇ ସୁମନକୁ ପୁରସ୍କାର ଦେବାକୁ ଚାହିଁଲେ। କିନ୍ତୁ ସୁମନ କହିଲା, ମୁଁ କେବଳ ମୋ ଦାୟିତ୍ୱରେ ପୂରଣ କରିଛି। ମୁଁ କିଛି ଅଧିକ କରିନି, କେବଳ ମୋ ଦାୟିତ୍ୱ ପୂରଣ କରିଛି। ଏହି ଘଟଣାର ଗାଁରେ ପ୍ରଚାର ହେଲା। ସବୁଠୁ ସୁମନଙ୍କର ସତ୍ୟତାର ପ୍ରଶଂସା ହେଲା। ପରେ ଗାଁର ଜଣେ ସେବାମୂଳକ ସଂସ୍ଥା ସୁମନଙ୍କ ଶିକ୍ଷା ଦାୟିତ୍ୱ ନେଲା। ସୁମନ ଆଉ ଅଧିକ ଉତ୍ସାହ ହୋଇ ପଢ଼ିଲା ଏବଂ ଭବିଷ୍ୟତରେ ଜଣେ ଶିକ୍ଷକ ହେଲା, ଯିଏ ଛାତ୍ରମାନଙ୍କୁ ସତ୍ୟ ଓ ନୀତିର ପାଠ ପଢ଼ାଉଥିଲେ। ଏଥିରୁ ଆମେ କ'ଣ ଶିଖିଲେ ପିଲାମାନେ? ସତ୍ୟତା ଓ ନୀତି ମାନ୍ୟତା ଜୀବନରେ ଦୀର୍ଘସ୍ଥାୟୀ ସମ୍ମାନ ଓ ସଫଳତା ଆଣେ। ଅସୁବିଧାରେ ମଧ୍ୟ ଠିକ୍ ପଥ ଚୟନ କଲେ ଆମକୁ ନିଶ୍ଚିତ ଭାବରେ ଭଲ ଫଳ ମିଳିବ।